ମାଲକାନଗିରି ଜିଲ୍ଲା ଯେହେତୁ ଗୋଟେ ଶ୍ରମିକ ମାନଙ୍କର ଜିଲ୍ଲା କହିଲେ ଚଳେ। ଏଟା ଆକାଂକ୍ଷା ଜିଲ୍ଲା ଭିତରେ ଯାଉଛି। କେନ୍ଦ୍ର ଦ୍ୱାରା ଏଟା ଗୋଟେ ଆଇଡେଣ୍ଟିଫାଏ ହେଇଛି ଯେ ଗରିବ ଜିଲ୍ଲା ବୋଲିକିରି। ତ ସେ ହିସାବରେ ଶ୍ରମିକ ମାନେ ଏଠି ଯେହେତୁ 70ରୁ 80 ଭାଗ ଡେଲି ୱେଜ୍ ଇୟର୍ନର ହିସାବରେ କାମ କରୁଛନ୍ତି। ରୁରାଲ ଲେଭଲ ଫୋର୍ସ ଏଠି ବେଶୀ। ଆମେ ତାଙ୍କ କଥା ଯଦି ଯେତେବେଳେ ଦେଖୁଛୁ ସେମାନେ ଏଠି ଏକ୍ସପ୍ଲଏଟ୍ ହେଉଛନ୍ତି। ଜେନ୍ୟୁନ୍ ରେଟ୍ ସେମାନେ ପାଉନାହାନ୍ତି, ମାଇଗ୍ରେସନ୍ ହେଉଛନ୍ତି ଏବଂ ଯେଉଁ ଗଭର୍ଣ୍ଣମେଣ୍ଟର ଯେଉଁ ସିଷ୍ଟମ୍ ଅଛି ଲେବର କାର୍ଡ଼ର ଯେଉଁ ବେନିଫିଟ୍ ପାଇବା କଥା ସେଠି ବି ଠିକ୍ ଭାବରେ ସେମାନେ ପାଉନାହାନ୍ତି ଏବଂ ଲେବର ମାନେ ବହୁତ ଜାଗାରେ ଠକାମିର ଶିକାର ହେଉଛନ୍ତି। ଇଏ ସବୁକୁ ଦୃଷ୍ଟିରେ ରଖି ଏଇସବୁ ଜିନିଷ ଯାକ ଦୃଷ୍ଟିରେ ରଖି ଆମେ 11 ଦଫା ସମ୍ବଳିତ ଗୋଟେ ଦାବିପତ୍ର ଆମର ଜଏଣ୍ଟ କୋଅର୍ଡିନେସନ୍ କମିଟି ଥିଲା ତିଆରି କରିଥିଲୁ। ଯେଉଁ ଆମର ଜିଲ୍ଲାରେ ଯେତିକି ଟ୍ରେଡ୍ ୟୁନିୟନ୍ ଅଛନ୍ତି, ଯେଉଁମାନେ ରୁରାଲ ୱାର୍କ ଫୋର୍ସରେ କାମ କରୁଛନ୍ତି, ମିଶିକି ଆଜି କଲେକ୍ଟରେଟ୍ ଆଡମିନିଷ୍ଟ୍ରେସନ୍ ଆଉ ଡିଏଲ୍ ଅଫିସରେ ମେମୋରାଣ୍ଡମ୍ ଦେଇଛନ୍ତି। ସେମାନେ ବି କହିଛନ୍ତି ଆମେ ତାକୁ ମିଳିତ ଭାବରେ ବସିକି ଗୋଟେ ତାର ସମାଧାନର ରାସ୍ତା ବାହାର କରିବା। ତେଣୁକି ଆମେ ଆଶା କରୁଛୁ ଯେହେତୁ ଏଇଟା ଗୋଟେ ଶ୍ରମିକମାନଙ୍କର ସମସ୍ୟା ଏବଂ ଶ୍ରମିକମାନଙ୍କର ଏଠି ଏକ୍ସପ୍ଲୋଟେସନ୍ ବେଶୀ ହେଉଛି, ଯାହାକୁ ସବୁ ନଜର ଅନ୍ଦାଜ କରୁଛନ୍ତି। ତେଣୁକରି ଆମେ ସେ ଇସ୍ୟୁଟାକୁ ଆଗକୁ ନେଇକି କେମିତି ମେନ୍ ଷ୍ଟ୍ରିମ୍ରେ କେମିତି ସାମିଲ ହେବେ ଆଉ ଇକୋନୋମିକାଲ ଏନହାନ୍ସମେଣ୍ଟ କେମିତି ହେବ, ପ୍ରଶାସନରୁ କେମିତି ସାହାଯ୍ୟ ପାଇବେ, ସେଇ ତାକୁ ଆଖି ଆଗରେ ରଖି ଆଜି ଏ କାର୍ଯ୍ୟକ୍ରମ ଅଛି।